ଜୟ ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନରେ ପ୍ରକୋଷ୍ଠ ମଧ୍ୟ ସ୍ୱାଗତ। ପିଲାମାନେ ଆଜି ଆମେ କେମିତି ଜାଣିବା ସଂସ୍କୃତ ଚତୁର୍ଥୀ ବିଭକ୍ତି କୋଉ କୋଉ ଜାଗାରେ ହୁଏ। ପିଲାମାନେ ଆମେ ଜାଣିଛେ ଯେ କାରକ ଅନୁସାରେ ସମ୍ପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତି ହୁଏ ନୁହେଁ। ତାହେଲେ ଖାଲି କଣ ଏଇ ସମ୍ପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତି ହୁଏ ନା ଆଉ ଅନ୍ୟ କେଉଁଠାରେ ହୁଏ, ତାକୁ ଆଜି ଆମେ ଜାଣିବା। ପିଲାମାନେ ପ୍ରତ୍ୟେକ କଥାରେ ଆମକୁ ଟିକେ ଧୈର୍ଯ୍ୟ ଦରକାର। ପିଲାମାନେ ଧୈର୍ଯ୍ୟ ନ ଧରିଲେ ପାଠ ହେଇପାରେ ନା। ସବୁ କିଛି ଜାଣିବାକୁ ହେଲେ ଆମକୁ ଧୈର୍ଯ୍ୟର ସହିତ ସେଇ ମାର୍ଗ ଦେଇକି ଯିବା ଦରକାର। ମାନେ ଭିଡ଼ିଓଟି ତୁମ ପାଇଁ ନିଶ୍ଚିତ ଭାବରେ କରାଯାଉଛି ଯେ ତୁମେ ମାନେ କେମିତି ଅତି ସହଜରେ ସରଳ ଭାବରେ ପାଠକୁ ଜାଣିପାରିବ, ସେଥିପାଇଁ ପ୍ରଚେଷ୍ଟା ଚାଲିଛି। ଯଦି ତୁମେ ମାନେ ତାକୁ ସ୍କିପ୍ କରି କରି ଯିବ, ଖାଲି ଗଡ଼େଇ ଗଡ଼େଇ ଯିବ, ଜାଣିବା ପାଇଁ ଚେଷ୍ଟା କରିବ ନାହିଁ, ତାହେଲେ କିପରି ହେବ। ତେଣୁ ଯେହେତୁ ତୁମେ ବହି ସହିତ ବେଶୀ ସଂଶ୍ଳିଷ୍ଟ ହଉନାହଁ, ତେଣୁ ତୁମକୁ ଏଇ ମାଧ୍ୟମରେ କିପରି ଅଳ୍ପ ସମୟରେ ତୁମେ ପଢ଼ିପାରିବ ତାହାର ଚେଷ୍ଟା କରାଯାଉଛି। ତେଣୁ ଟିକେ ଧୈର୍ଯ୍ୟ ଧରି ଦେଖ, ତା ଭିତରେ କ'ଣ ଅଛି ଜାଣିବ ଏବଂ ତୁମେ ତାକୁ ଭଲ ଭାବରେ ଆୟତ୍ତ କରିପାରିବ। ବୁଝିପାରିଲ? ଏବେ ତାହେଲେ ଆମେ ଆସ ଜାଣିବା ସମ୍ପ୍ରଦାନ କାରକରେ କେବଳ ଚତୁର୍ଥୀ ବିଭକ୍ତି ହୁଏ ନା ଆଉ ଅନ୍ୟ କେଉଁ ଜାଗାରେ ହୁଏ। ବୁଝିପାରିଲ? ତାହେଲେ ଏବେ ଆମେ ଦେଖିବା କୋଉଠି କୋଉଠି ହଉଛି ବିଭକ୍ତି। ତାହେଲେ ଗୋଟେ ଦେଖ, ପ୍ରଥମେ ବିଭକ୍ତି ଆମର ରୁଚ୍ୟର୍ଥକ ଧାତୁ ଯୋଗରେ, ରୁଚ୍ୟର୍ଥକ ଧାତୁ ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ରୁଚ୍ ମାନେ ପିଲାମାନେ ବୁଝିପାରୁଛ, ରୁଚିବା, ଭଲ ଲାଗିବା। ମହ୍ୟମ୍ ରସଗୋଲକମ୍ ରୁଚ୍ୟତେ। ଦେଖୁଛ ତୁମେ, ମହ୍ୟମ୍ ରସଗୋଲକମ୍ ରୁଚ୍ୟତେ। ମାନେ କ'ଣ? ମୋତେ ରସଗୋଲା ଭଲ ଲାଗେ। ହେଲା, ମହ୍ୟମ୍ ହେଲେ ଚତୁର୍ଥୀ ବିଭକ୍ତି ହେଇଛି। ଅସ୍ମ ଶବ୍ଦର ଚତୁର୍ଥୀ ବିଭକ୍ତି ଏକବଚନ ହେଇଛି ମହ୍ୟମ୍। ମହ୍ୟମ୍ ରସଗୋଲକମ୍ ରୁଚ୍ୟତେ। ରୁଚ୍ୟତେ ମାନେ ଭଲ ଲାଗେ। ଏଇ ରୋଚତ ଯୋଗରେ ମହ୍ୟମ୍ ହେଲା ଚତୁର୍ଥୀ ବିଭକ୍ତି। ବୁଝିପାରିଲ? ସେହିପରି ସ୍ୱଦତେ ଯୋଗରେ ମଧ୍ୟ ଚତୁର୍ଥୀ ବିଭକ୍ତି ହୁଏ। ସ୍ୱଦତେ ମାନେ ବି ଭଲ ଲାଗିବା। ଇମମ୍ ମହ୍ୟମ୍ ରୋଚତେ। ଇମମ୍ ଏଠି ହବ, ଏଠି ଇମମ୍ ଖାଲି ହେଇଛି, ଇମମ୍ ମହ୍ୟମ୍ ରୋଚତେ, ଅର୍ଥାତ୍ ଏହା ମହ୍ୟମ୍ ସ୍ୱଦତେ, ଏହା ମୋତେ ଭଲ ଲାଗେ। ତାହେଲେ ଏଇ ସ୍ୱଦତ ଯୋଗରେ କ'ଣ ହେଇଛି? ସ୍ୱଦତ ଯୋଗରେ ମହ୍ୟମ୍ ବି ଚତୁର୍ଥୀ ବିଭକ୍ତି ହେଇଛି। ମୋତେ ଏହା ଭଲ ଲାଗେ। ତାହେଲେ ଜାଣିଲ ଗୋଟେ କଥା ଯେ ରୁଚ୍ ଆଉ ସ୍ୱଦ ଧାତୁ ଯୋଗେ ଯାହାକୁ ରୁଚେ ତା ଜାଗାରେ ଚତୁର୍ଥୀ ବିଭକ୍ତି ହୁଏ। ଏତକ ମନେ ରହିବ ନିଶ୍ଚୟ। ରୁଚ୍ ଆଉ ସ୍ୱଦ ଧାତୁ ଜାଗେ ଯାହାକୁ ରୁଚେ ତାହାର ଚତୁର୍ଥୀ ବିଭକ୍ତି ହୁଏ। ଆଉ ଗୋଟେ କଥା ମନେ ରଖ, ସ୍ପୃହା ଧାତୁ ଯୋଗରେ, ସ୍ପୃହା ଧାତୁ ଯୋଗରେ ମଧ୍ୟ ଚତୁର୍ଥୀ ବିଭକ୍ତି ହୁଏ। ସ୍ପୃହା ମାନେ ତମେ ଜାଣିଛ, ଭଲ ଲାଗିବା। ହେଲା, ଧର୍ମାୟ ସ୍ପୃହୟତି, ସେ ଧର୍ମରେ ଆଗ୍ରହ ରଖିଛନ୍ତି ବା ସ୍ପୃହା ରଖିଛନ୍ତି। ଏଠି ଧର୍ମାୟ ସ୍ପୃହୟତି ଯୋଗରେ ହେଇଛି ଚତୁର୍ଥୀ ବିଭକ୍ତି। ସେମିତି ବାଳିକା ପୁଷ୍ପେଭ୍ୟଃ ସ୍ପୃହୟତି, ପିଲାମାନେ ଯୋଉଠାରେ ଆଗ୍ରହ ଥାଏ, ମନେକର ଫୁଲ ପାଖରେ ବାଳିକାଟିର ଆଗ୍ରହ ରହିଛି, ତେଣୁ ଫୁଲର ହିଁ ଚତୁର୍ଥୀ ବିଭକ୍ତି ହବ। ତାହେଲେ ସ୍ପୃହା ଧାତୁ ଯୋଗରେ ଚତୁର୍ଥୀ ବିଭକ୍ତି ହେଇଛି କାହାର? ପୁଷ୍ପର। ବୁଝିପାରିଲ? ବାଳିକା ପୁଷ୍ପେଭ୍ୟଃ ସ୍ପୃହୟତି। କିନ୍ତୁ ଗୋଟେ କଥା ଆଉ ଗୋଟେ ଟିକେ ମନେ ରଖ, ଯଦି ଅତ୍ୟନ୍ତ ଇପ୍ସିତ ହେଇଥିବ, ଅତ୍ୟଧିକ ସ୍ପୃହା ଥିବ, ତାହେଲେ ସେଠାରେ ଦ୍ୱିତୀୟା ବିଭକ୍ତି ହବ। ବୁଝିପାରିଲ? ସ୍ପୃହୟତି ଯୋଗରେ ତ ଚତୁର୍ଥୀ ବିଭକ୍ତି ହଉଛି, କିନ୍ତୁ ଅତ୍ୟନ୍ତ ଇପ୍ସିତ ବୁଝେଇଲେ ସେଠି ସ୍ପୃହୟତି ଯୋଗରେ କୋଉ ବିଭକ୍ତି ହେଇଯିବ? ଦ୍ୱିତୀୟା। ଯେମିତି ଦେଖ, ସାଧକଃ ମୋକ୍ଷମ୍ ସ୍ପୃହୟତି, ସାଧକ ମୋକ୍ଷକୁ ବା ମୁକ୍ତିକୁ ମୁକ୍ତିରେ ସ୍ପୃହା ରଖିଛନ୍ତି। ତାହେଲେ ଏଠାରେ ଅତ୍ୟଧିକ ଇପ୍ସିତ ଥିବା ହେତୁରୁ ମୋକ୍ଷମ ହେଇଛି ସେଇ ସ୍ପୃହୟତି ଯୋଗରେ, କିନ୍ତୁ ମୋକ୍ଷମ ହେଇଛି କୋଉ ବିଭକ୍ତି? ଦ୍ୱିତୀୟା ବିଭକ୍ତି। ବୁଝିପାରିଲ? ତାହେଲେ ଆମେ କହିଲେ ରୁଚ୍ ଆଉ ସ୍ୱଦ ଧାତୁ ଯୋଗରେ
କୋଉ ବ୍ୟକ୍ତି ଚତୁର୍ଥୀ, ରୁଚ ଆଉ ଶୋଧ ଧାତୁ ଯୋଗେ ଚତୁର୍ଥୀ ଏବଂ ସ୍ପୃହୟତି ଯୋଗରେ ମଧ୍ୟ କୋଉ ବ୍ୟକ୍ତି ହୁଏ? ଚତୁର୍ଥୀ ବ୍ୟକ୍ତି ହୁଏ। ତାପରେ ପିଲାମାନେ ମନେ ରଖ, କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା। କ୍ରୋଧାର୍ଥକ ଧାତୁ, ଦ୍ରୋହାର୍ଥକ ଧାତୁ, ଈର୍ଷା ଆଉ ଅସୂୟା। ଅସୂୟା ମାନେ ପିଲାମାନେ କଣ? କ୍ରୋଧ, ଦ୍ରୋହ ତ ବୁଝିପାରୁଛ, ଈର୍ଷା ମଧ୍ୟ ବୁଝିପାରୁଛ, ଅସୂୟା ମାନେ ଅନ୍ୟ ଗୁଣରେ ଦୋଷାରୋପ କରିବା, ଅନ୍ୟକୁ ସହି ନ ପାରିବା। ତାହେଲେ ଏଇ ସବୁ ଧାତୁ ଯୋଗରେ କୋଉ ପ୍ରତି ହୁଏ? କୋଉ ବ୍ୟକ୍ତି ହୁଏ? ଚତୁର୍ଥୀ ବ୍ୟକ୍ତି। ଯାହା ପ୍ରତି କ୍ରୋଧାଦି ପ୍ରକାଶ ପାଏ ସେଇଠାରେ ହିଁ ଚତୁର୍ଥୀ ବ୍ୟକ୍ତି ହୁଏ। ମନେକର ପ୍ରଭୁ ଭୃତ୍ୟାୟ କ୍ରୁଧ୍ୟତି। ପ୍ରଭୁ ମାନେ କିଏ? ମାଲିକ। ମାଲିକ ଭୃତ୍ୟ ଉପରେ ରାଗୁଛନ୍ତି, ତାହେଲେ ଏଠି ଭୃତ୍ୟାୟ ହବ ଚତୁର୍ଥୀ ବ୍ୟକ୍ତି। ଯାହା ଉପରେ କ୍ରୋଧ ପରିପ୍ରକାଶ କରିବ ସେଠାରେ ହବ ଚତୁର୍ଥୀ ବ୍ୟକ୍ତି। ବୁଝିଲ? ପ୍ରଭୁ ଭୃତ୍ୟାୟ କ୍ରୁଧ୍ୟତି। ସେହିପରି ଧର ରାଜା ଶତ୍ରବେ ଦ୍ରୁହ୍ୟତି। ଦ୍ରୁହ୍ୟତି ଯୋଗେ ଶତ୍ରବେ ହେଲା କଣ? ଚତୁର୍ଥୀ ବ୍ୟକ୍ତି। ରାଜା ଶତ୍ରବେ ଦ୍ରୁହ୍ୟତି। ରାଜା ଶତ୍ରୁର ଦ୍ରୋହ କରୁଛନ୍ତି। ସେମିତି ପ୍ରତିବେଶୀନେ ଈର୍ଷତି। ପ୍ରତିବେଶୀ ମାନେ କଣ? ପଡୋଶୀ। ପଡୋଶୀଠାରେ ସହ ଈର୍ଷତି, ସେ ଈର୍ଷା କରୁଛନ୍ତି। ତାହେଲେ ଯାହା ପାଖରେ, ଯାହା ପ୍ରତି ତମର କ୍ରୋଧ କି ଈର୍ଷା କି ଦ୍ରୋହ କି ଅସୂୟା ପ୍ରତି ପ୍ରକାଶ ହଉଥିବ ତାରି ଜାଗାରେ ହିଁ ଚତୁର୍ଥୀ ବ୍ୟକ୍ତି ହବ। ହେଲା? ପ୍ରତିଦ୍ୱନ୍ଦିନେ ଅସୂୟତି। ପ୍ରତିଦ୍ୱନ୍ଦିନେ ଚତୁର୍ଥୀ ବ୍ୟକ୍ତି ହେଇଛି। ବୁଝିପାରୁଛ? ଏଇ ଜାଗାରେ ଚତୁର୍ଥୀ ବ୍ୟକ୍ତି ହବ। ଆଉ ଗୋଟେ କଥା ମନେ ରଖ, କୁପ୍ୟତି ଯୋଗେ, କୁପ୍ୟତି ମାନେ ବି ରାଗିବା, କୁପ୍ୟତି ଯୋଗରେ ବି ଚତୁର୍ଥୀ ବ୍ୟକ୍ତି ହୁଏ। ଭବାନ କଥମ ମହ୍ୟମ କୁପ୍ୟତି। ଆପଣ କାହିଁ ମୋ ଉପରେ କୋପ କରୁଛନ୍ତି ବା ରାଗୁଛନ୍ତି? ବୁଝିପାରିଲ? ଏଇ ଜାଗାରେ ଚତୁର୍ଥୀ ବ୍ୟକ୍ତି ହୁଏ। ତାହେଲେ କୋଉ କୋଉ ଧାତୁ? କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା ଆଉ କୁପ୍ ଧାତୁ। ମନେ ରଖ, କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା ଆଉ କୁପ୍ ଧାତୁ ଯୋଗରେ କୋଉ ବ୍ୟକ୍ତି ହୁଏ? ଚତୁର୍ଥୀ ବ୍ୟକ୍ତି ହୁଏ। ମନେ ରହିବ ତ? ତେଣୁ ମନେ ରଖ ପିଲାମାନେ, ଆସ୍ତେ ଆସ୍ତେ ଏଗୁଡିକ ତମେ ଇଏ କର। ତମକୁ ଫାଷ୍ଟ ମୁଁ କହିଛି ଧୈର୍ଯ୍ୟର ସହିତ ଶୁଣ ଏବଂ ମନେ ରଖ। କମ ସମୟରେ ମନେ ରହିଯିବ, କିନ୍ତୁ ସେଥିପାଇଁ ଟିକେ ସଦିଚ୍ଛା ଦରକାର। ଆଚ୍ଛା, ଆଉ କଣ ଦେଖ, ତାହେଲେ ଏଇ ଯୋଉ କ୍ରୋଧ ଆଉ ଦ୍ରୋହ, ଏଇ ଉପସର୍ଗ, ଏହା ଯଦି ଉପସର୍ଗ ଯୁକ୍ତ ହେଇଯାଏ, ଆମେ ତ ସେଇ ଧାତୁ ଗୁଡିକ ଯୋଗେ ଚତୁର୍ଥୀ ବ୍ୟକ୍ତି ପଢିଥିଲେ, କିନ୍ତୁ କ୍ରୋଧ ଆଉ ଦ୍ରୋହ ଏଇ ଧାତୁ ଦୁଇଟି ମନେ ରଖ, କ୍ରୁଧ ଧାତୁ ଆଉ ଦ୍ରୋହ ଧାତୁ, ଏଇ ଦିଟା ଯଦି ଉପସର୍ଗ ଯୁକ୍ତ ହେଇଯିବ ତାହେଲେ ଦ୍ୱିତୀୟା ବିଭକ୍ତି ହେଇଯିବ। ହେଲା? ଦେଖ, ଅଭ୍ୟକ୍ରୁଧ୍ୟତି। ଅଭିକ୍ରୁଧ୍ୟତି କେମିତି ହେଇଛି? କ୍ରୁ ଧାତୁ ପୂର୍ବରୁ ଅଭି ଉପସର୍ଗ ଲାଗି ଯାଇଛି। ସେମିତି ଅଭିଦ୍ରୁହ୍ୟତି। ଅଭିଦ୍ରୁହତି, ଦ୍ରୁହ୍ୟତି ପୂର୍ବରୁ ଅଭି ଉପସର୍ଗ ଲାଗି ଯାଇଛି। ହେଲା? ତାହେଲେ ଏଇ ଧାତୁ ଯୋଗରେ ଯଦି କ୍ରୋଧ ଆଉ ଦ୍ରୋହ ଧାତୁ ପୂର୍ବରୁ ଉପସର୍ଗ ଲାଗିଯାଏ ତାହେଲେ ସେଠି ଦ୍ୱିତୀୟା ବିଭକ୍ତି ହେଇଯାଏ। ମନେ ରହିବ, କ୍ରୋଧ ଆଉ ଦ୍ରୋହ ଧାତୁ ପୂର୍ବରୁ ଦ୍ୱିତୀୟ ବ୍ୟକ୍ତି ବା ଉପସର୍ଗ ଲାଗିଗଲେ ତା ଦ୍ୱିତୀୟ ବ୍ୟକ୍ତି ହୁଏ। ଯଥା ସହ ଭୃତ୍ୟମ ଅଭିକ୍ରୁଧ୍ୟତି। ଦେଖ, ଏଠି କ୍ରୁଧ ଧାତୁ ଯୋଗରେ ଅଭି ଲାଗି ଯାଇଥିବାରୁ ଭୃତ୍ୟମ ଦ୍ୱିତୀୟ ବିଭକ୍ତି ହେଲା। ସହ ଭୃତ୍ୟମ ଅଭିକ୍ରୁଧ୍ୟତି ବା ଭୃତ୍ୟମ ଅଭିଦ୍ରୁହ୍ୟତି ଇତ୍ୟାଦି। ବୁଝିପାରୁଛ? ମନେ ରହିବ ତକ। କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା ପୂର୍ବରୁ ଈର୍ଷା ଯୋଗେ ଚତୁର୍ଥୀ ବିଭକ୍ତି ହୁଏ, କିନ୍ତୁ କ୍ରୋଧ ଆଉ ଦ୍ରୋହ ପୂର୍ବରୁ ଯଦି କୌଣସି ଉପସର୍ଗ ଲାଗିଯାଏ ତାହେଲେ ଦ୍ୱିତୀୟ ବିଭକ୍ତି ହୁଏ। ଏବେ ଆଉ ଗୋଟେ ନିୟମ ଦେଖିବା, ଧାର କରିବା ଯୋଗରେ ମଧ୍ୟ ଦ୍ୱିତୀୟ ବିଭକ୍ତି ହୁଏ। ହେଲା? ଧାର ଧାତୁ ପ୍ରୟୋଗରେ ଯିଏ ଋଣଦାତା, ହେଲା, ତା ପାଖରେ କଣ ହବ? ଚତୁର୍ଥୀ ବିଭକ୍ତି ହବ। ଯଥା ସହ ମହ୍ୟମ ସତମ ଧାରୟତି। ସହ ମହ୍ୟମ ସତମ ଧାରୟତି। ତାହେଲେ ସେ ମୋ ଠାରୁ 100 ଟଙ୍କା ଧାର କରିଛନ୍ତି। ତେଣୁ ଋଣଦାତା କିଏ? ଏଠି ମହ୍ୟମ, ମୁଁ। ତେଣୁ ତାର ଚତୁର୍ଥୀ ବିଭକ୍ତି ହବ। ଯିଏ ଋଣଦାତା ତାର ହିଁ ଚତୁର୍ଥୀ ବିଭକ୍ତି ହବ। ବୁଝିପାରିଲ? ଧାର କରିବା ଯୋଗରେ କୋଉ ବ୍ୟକ୍ତି? ଚତୁର୍ଥୀ ବିଭକ୍ତି ହୁଏ। ଏବଂ ତା ସହିତ ଯଦି କ୍ରୁପ୍ ପ୍ରୟୋଗରେ ଆବିର୍ଭାବ, ପରିଣମନ ପ୍ରଭୃତି ଅର୍ଥ ବୁଝାଇଲେ ସେଠି ଚତୁର୍ଥୀ ବିଭକ୍ତି ହବ। ଦେଖ, ଭକ୍ତି ହିଁ ଜ୍ଞାନାୟ କଳ୍ପତେ। କ୍ରୁପ୍ ଧାତୁ ମାନେ କଣ କୁହାହେଲା? କଳ୍ପନା କରାଯିବା। ହେଲା? ଭକ୍ତି ହିଁ ଜ୍ଞାନାୟ କଳ୍ପତେ। ଭକ୍ତି କୋଉଠାରୁ ଜାତ ହୁଏ? ନା ଜ୍ଞାନାୟ। ତାହେଲେ ଏଇ ଯୋଉ କଳ୍ପତେ,
ସମ୍ପଦ୍ୟତେ, ପରିଣମତେ, ଏଇଗୁଡାକ ଯୋଗରେ କୋଉ ବ୍ୟକ୍ତି ହବ? ଚତୁର୍ଥୀ ବ୍ୟକ୍ତି ହବ ଏକୃ ପ୍ରଭୃତି ଧାତୁ ପ୍ରୟୋଗରେ। ତାହେଲେ ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍। ପର ଉପକାର ପୁଣ୍ୟ ପାଇଁ, ଆଉ ପାପ କଣ? ପରକୁ ପୀଡ଼ନ ଦିଏ। ତାହେଲେ ଏଇ ସବୁ ଜାଗାରେ ଚତୁର୍ଥୀ ବ୍ୟକ୍ତି ହେଲା। କଣ ତାକୁ ଆମେ ସେ ନିୟମଟେ କଣ ହେଲା? କୃ ପ୍ରୟୋଗରେ ଆବିର୍ଭାବ ପରିଣମନ ପ୍ରଭୃତି ଧାତୁ ବୁଝାଇଲେ ସେଠି ଚତୁର୍ଥୀ ବ୍ୟକ୍ତି ହୁଏ। କୋଉଠି କୋଉଠି ହୁଏ ପିଲାମାନେ ଚତୁର୍ଥୀ ବ୍ୟକ୍ତି ଭଲ ଭାବରେ ମନେ ରଖୁଥାଅ। ଆଉ କେତେ ଗୁଡିଏ ନିୟମ ଅନୁସାରେ ମଧ୍ୟ ଚତୁର୍ଥୀ ବ୍ୟକ୍ତି ହୁଏ। ଯଥା ନିବାରଣ ଅର୍ଥରେ ଚତୁର୍ଥୀ ବ୍ୟକ୍ତି ହୁଏ, ନିମିତ୍ତ ଅର୍ଥରେ ମଧ୍ୟ ଚତୁର୍ଥୀ ବ୍ୟକ୍ତି ହୁଏ। ତାପରେ କେତେ ଗୁଡିଏ ଅବ୍ୟୟ ପଦ ଯୋଗରେ ମଧ୍ୟ ଚତୁର୍ଥୀ ବ୍ୟକ୍ତି ହୁଏ, ଯେମିତି ନମଃ, ସ୍ୱାହା, ସ୍ୱାଧା, ଅଳମ୍, ବସଟ୍, ଏଇ ସବୁ ଯୋଗରେ କଣ ହୁଏ? ଚତୁର୍ଥୀ ବ୍ୟକ୍ତି ହୁଏ। ବୁଝିପାରୁଛ? ଆର ଉଦାହରଣ ଆମେ ଏବେ ଦେଖିବା। ତାହେଲେ ମୁଁ କହିଲି ପ୍ରଥମେ ନିବାରଣ ଅର୍ଥରେ ଚତୁର୍ଥୀ। ଧର ମଶକାୟ ଧୂମଃ ହେଲା, ମଶା ପାଇଁ ଧୂଆଁ, ମଶକାୟ ଧୂମଃ। ତାହେଲେ ସେଠି ମଶକାୟ କୋଉ ବ୍ୟକ୍ତି ହବ? କୋଉ ବ୍ୟକ୍ତି ହବ? ମଶକାୟ ଚତୁର୍ଥୀ ବ୍ୟକ୍ତି ହବ। ମଶକାୟ ଧୂମଃ। ବୁଝିପାରିଲ? ସେମିତି ଏଠି ଦେଖିବା ଆମେ। ତାହେଲେ ଏଇଟା ଆମେ ପଢି ସାରିଛେ। କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା ଧାତୁ ଯୋଗରେ ଚତୁର୍ଥୀ ବ୍ୟକ୍ତି ହୁଏ, କିନ୍ତୁ କ୍ରୋଧ ଆଉ ଦ୍ରୋହ ଧାତୁ ଯୋଗରେ କୋଉ ବ୍ୟକ୍ତି ହୁଏ? ଦ୍ୱିତୀୟ ବ୍ୟକ୍ତି ହୁଏ। ଏବେ ଆମେ ଯୋଉ ପଢିଲେ ନିବାରଣ ଅର୍ଥେ ଚତୁର୍ଥୀ, ସେଠି କଣ ହବ ନା ମଶକାୟ ଧୂମଃ। ବୁଝିପାରିଲ? ମଶା ପାଇଁ ଧୂଆଁ। ଆଉ ଯୋଉ ନମଃ, ସ୍ୱାହା, ସ୍ୱାଧା, ଅଳମ୍, ବସଟ୍, ଏଇ ସବୁ ଧାତୁ ଯୋଉ ପଢିଲେ, ଏଇ ସବୁ ଅବ୍ୟୟ ପଦ। ଦେଖ, ଗୁରବେ ନମଃ, ଗୁରବେ ନମଃ, ଅଳମ୍, ମଲ୍ଲହ, ମଲ୍ଲାୟ, ଅଳମ୍ ଇତ୍ୟାଦି ହବ। ଏବେ ଆମେ ଆଉ ଗୋଟେ ନିୟମ ପୁଣି ଦେଖ। ଆୟୁଷ, ଭଦ୍ର, ମଦ୍ର, କୁଶଳ, ଏଇ ସବୁ ଶବ୍ଦ, ଆୟୁଷମ୍, ମଦ୍ରମ୍, ଭଦ୍ରମ୍, କଲ୍ୟାଣମ୍, କୁଶଳମ୍, ସୁଖମ୍, ସମୃଦ୍ଧି, ହିତମ୍, ଏଇଗୁଡିକ ଯୋଗେ କଣ ହୁଏ? ଚତୁର୍ଥୀ ବ୍ୟକ୍ତି ହୁଏ। ଅନ୍ୟ ପାଖରେ ଷଷ୍ଠୀ ବ୍ୟକ୍ତି ମଧ୍ୟ ହୁଏ। ଏଗୁଡିକ ପିଲାମାନେ ଜାଣିଛ କଣ? ଏଗୁଡିକ ଆଶୀର୍ବାଦ ଅର୍ଥରେ। ପିଲାମାନେ ତମକୁ ଯେତେବେଳେ ଜଣେ କିଏ ପ୍ରଣାମ କରୁଛି, ତମେ ତାକୁ ଆଶୀର୍ବାଦ ଦଉଛ, ବା ଆମର ବୟସ୍କ ବ୍ୟକ୍ତି ମାନେ ଆଶୀର୍ବାଦ ଦଉଛନ୍ତି। ଏଠି ଧର ଜଣେ କାହାକୁ ପ୍ରଣାମ କଲା, ସେ ତାହେଲେ କଣ କହିପାରିବ? ତୁଭ୍ୟମ୍ ଆୟୁଷ୍ୟମ୍ ଭବତୁ, ହେଲା, ନହେଲେ ତବ ଆୟୁଷ୍ୟମ୍ ଭବତୁ, ତୁଭ୍ୟମ୍ କଲ୍ୟାଣମ୍ ଭବତୁ, ନହେଲେ ତବ କଲ୍ୟାଣମ୍ ଭବତୁ। ତା ମାନେ ଚତୁର୍ଥୀ ବ୍ୟକ୍ତି ହୁଏ, ନହେଲେ ଆଉ କୋଉ ବ୍ୟକ୍ତି ହବ? ଷଷ୍ଠୀ ବ୍ୟକ୍ତି ମଧ୍ୟ ହବ। ଆୟୁଷ, ଭଦ୍ର, ମଦ୍ର, କୁଶଳ, ଏଇ ସବୁ ଯୋଗରେ ଚତୁର୍ଥୀ ବ୍ୟକ୍ତି ହବ। ପୁଣି ଯଦି ଅନାଦର ଅର୍ଥ ବୁଝଉଥିବ, ମନ୍ୟତେ କ୍ରିୟାର ଅନାଦର ଅର୍ଥ ବୁଝଉଥିବ, ସେଠି ଚତୁର୍ଥୀ ବ୍ୟକ୍ତି ହବ। ଯଥା ଅହମ୍ ଚତୁର୍ଥୀ ହବ, ଦ୍ୱିତୀୟ ମଧ୍ୟ ହେଇପାରିବ। ଅହମ୍ ତ୍ୱାମ୍ ତୃଣମ୍, ତୃଣମ୍ ବା ତୃଣାୟ ମନ୍ୟେ, ମୁଁ ତାକୁ ତୃଣ ପରି ମନେ କରୁଛି। ତୃଣ ମାନେ କଣ? ଘାସ। ନାଇଁ, ମାନେ ଅନାଦର ଅର୍ଥ କରେ। ଦ୍ୱିତୀୟ ବ୍ୟକ୍ତି ହବ, ଚତୁର୍ଥୀ ବ୍ୟକ୍ତି ମଧ୍ୟ ହେଇପାରିବ। ବୁଝିପାରୁଛ? ତାହେଲେ ସେମିତି ସହ ତ୍ୱମ୍ କାକମ୍ ମନ୍ୟତେ, ଅନାଦର ବର୍ଦ୍ଧକ କାକ ପ୍ରଭୃତି ପ୍ରାଣୀବାଚକ ଶବ୍ଦ ପ୍ରୟୋଗରେ କେବଳ ଦ୍ୱିତୀୟ ହିଁ ହୁଏ। ଏମିତି ସହ ତ୍ୱମ୍ କାକମ୍ ମନ୍ୟତେ। ବୁଝିପାରିଲ? ତାହେଲେ ଚତୁର୍ଥୀ ବ୍ୟକ୍ତି ଏଇ ଜାଗାରେ ସବୁ ଆମର ହଉଛି। ନାଇଁ, ଆୟୁଷ୍ୟ, କଲ୍ୟାଣ, ମଙ୍ଗଳ କାମନା, କୁଶଳ, ଆରୋଗ, ସୁଖ ପ୍ରଭୃତି, ହିତ, ଏଇ ଅର୍ଥରେ ଚତୁର୍ଥୀ ହବ, ଷଷ୍ଠୀ ବ୍ୟକ୍ତି ମଧ୍ୟ ହବ। ହେଲା, ବାଳକେଭ୍ୟଃ ଆୟୁଷ୍ୟମ୍, ବାଳକେଭ୍ୟଃ ମାନେ ଚତୁର୍ଥୀ ବ୍ୟକ୍ତି ହେଇଛି, ଦେଖିପାରୁଛ? ବାଳକା ନାମ ବି ହବ। ଆୟୁଷ୍ୟମ୍, ମଦ୍ରମ୍, ଭଦ୍ରମ୍, ଏସବୁ କଲ୍ୟାଣ ଅର୍ଥରେ। ବୁଝିପାରିଲ? ଷଷ୍ଠୀ ବ୍ୟକ୍ତି ହବ ଏବଂ ଚତୁର୍ଥୀ ବ୍ୟକ୍ତି ମଧ୍ୟ ହବ। ବୁଝିପାରୁଛ? ତାହେଲେ ଏଇପରି ଭାବରେ ଆମେ ଚତୁର୍ଥୀ ବ୍ୟକ୍ତି କି ସାରିଲେ। ପିଲାମାନେ ଯଦି ଆମର ଯୋଉ ନମଃ, ସ୍ୱାହା, ସ୍ୱାଧା, ଅଳମ୍, ବସଟ୍ ଥାଏ, ଏଠି ଯଦି ଆମର କଣ କାରକ ବିଭକ୍ତି ଆଉ ଉପପଦ ବିଭକ୍ତି ଦିଟା ଯଦି ଅଛି, ବୁଝିପାରୁଛ? କାରକ ବିଭକ୍ତି ଆଉ ଉପପଦ ବିଭକ୍ତି ଦିଟା ଯଦି ଅଛି, ତାହେଲେ ଏଠି ଉପପଦ ବିଭକ୍ତି ହିଁ କଣ ହବ? ବଳିୟାନ ହବ।
ମନେକର ଏଇଠି ଏଇ ଗୋଟିକ ଛାଡି ଯାଇଥିଲି, ତେଣୁ ପୁଣି ତୁମକୁ ପଛକୁ ଆଣିବାକୁ ପଡିଲା। ତାହେଲେ ଯଦି ନମଃ ଖାଲି ଅଛି, ନମଃ ଥିଲେ ଗୁରବେ ନମଃ, ବୁଝିପାରୁଛ, ଗୁରୁଙ୍କୁ ପ୍ରଣାମ। କିନ୍ତୁ ଯଦି ଅହମ୍ ତମ୍ ନମସ୍କରୋମି, ମୁଁ ତାଙ୍କୁ ନମସ୍କାର କରୁଛି, ନମଃ ସହିତ ଯଦି କରମି ଲାଗିଗଲା, ନମସ୍କାର କରିବା, ତାହେଲେ ସେଠି ଦ୍ୱିତୀୟା ବିଭକ୍ତି ହବ। ହେଲା, ସେମିତି ଅଗ୍ନୟେ ସ୍ୱାହା, ଚତୁର୍ଥୀ ବିଭକ୍ତି ଅଗ୍ନୟେ ସ୍ୱାହା। ହେଲା, ଏଇଟା ଅଳମ୍, ଅମ୍ ନୁହଁ ପିଲାମାନେ, ଏଇଟା ହଉଛି ଅଳମ୍, ଅଳମ୍। ମଲ୍ଲହ ମଲ୍ଲାୟ ଅଳମ୍। ତେଣୁ ପୁଷ୍ପମ୍, ପୁଷ୍ପ କଣ, ଦେବେଭ୍ୟ ପୁଷ୍ପାଣୀ ବସଟ୍, ଏହିପରି ଚତୁର୍ଥୀ ବିଭକ୍ତି ହୁଏ। ତାହେଲେ ଆମେ ଚତୁର୍ଥୀ ବିଭକ୍ତି ଟିକେ ଟିକେ ଦେଖିଲେ, ପିଲାମାନେ ଧୈର୍ଯ୍ୟର ସହିତ ଦେଖିଲେ ଏବଂ ତାକୁ ବାରମ୍ବାର ପଢିଲେ ତୁମର ମନେ ରହିବ। ଆଉ ଆଜି ପାଇଁ ତାହେଲେ ଏଇଠି ରଖିବା କ୍ଲାସ୍। ପୁଣି ପଞ୍ଚମୀ ବିଭକ୍ତିକୁ ନେଇ ଆମେ ଆସିବା। ଆଜି ରହୁଛି ଏଇଠି।